ବିହନ ପ୍ରଭୁଙ୍କର ବାକ୍ୟ ଅଟେ, ବୀଜ ପ୍ରଭୁଙ୍କର ବାକ୍ୟ ଅଟେ। এই ମଣ୍ଡଳୀରେ ଅନେକ ବୀଜ ପଣା ଯାଇଅଛି ବର୍ତ୍ତମାନ। ଆପଣମାନେ ଅନେକ ବୀଜକୁ ସଂଗ୍ରହ କରିଅଛନ୍ତି ବର୍ତ୍ତମାନ। ତ ଆପଣମାନେ କାହିଁକି ବୀଜକୁ ପ୍ରାପ୍ତ ହେଲା ପରେ ମଧ୍ୟ ଆପଣ ସନ୍ଦେହ କରୁଅଛନ୍ତି? ବୀଜକୁ ପାଇଲା ପରେ ମଧ୍ୟ ଆପଣ ଭଲ ଆଗକୁ ବଢି ପାରୁନାହାନ୍ତି। ବୀଜକୁ ପାଇଲା ପରେ ମଧ୍ୟ ଆପଣଙ୍କର ଚେର ଭିତରକୁ ଯାଇପାରୁନାହିଁ ବର୍ତ୍ତମାନେ। ଯେତେବେଳେ ବର୍ଷା ତୁଫାନ ଆସୁଛି, ସେଇ ବୀଜର ଯୋଉ ଗଛ ଯୋଉ ଚେର ତଳକୁ ନ ଯିବା ଯୋଗୁଁ ବର୍ଷାର ତୁଫାନରେ ତା ଭାଙ୍ଗି ନଷ୍ଟ ହେଇଯାଉଛି ବର୍ତ୍ତମାନେ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ମଣ୍ଡଳୀ, ବିହନ ଈଶ୍ୱରଙ୍କ ବାକ୍ୟ ଅଟେ ବର୍ତ୍ତମାନେ। ଯଦି ଦେଖିବେ ଲୁକ 8 ଅଧ୍ୟାୟ 11 ବାକ୍ୟ ଲେଖାଯାଏ। ଦୃଷ୍ଟାନ୍ତର ଭାବ ଏହି, ବିହନ ଈଶ୍ୱରଙ୍କ ବାକ୍ୟ। ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି ସେମାନେ ବାକ୍ୟ ଶୁଣନ୍ତି, ତାହାପରେ ଶୈତାନ ଆସେ, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥି ନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ। ଆମେ କୋଉ ପାଖର ଭୂମି ଅଟୁ ବର୍ତ୍ତମାନେ, ଆମେ କୋଉ ପାଖର ଲୋକ ଅଟୁ ବର୍ତ୍ତମାନେ। ଆଜି ବିହନ ପୋଡ଼ିବା ପାଇଁ ବିହନ ଗାଡ଼ି ଆପଣଙ୍କ ନିକଟରେ ବିହନ ପୋଡ଼ୁଛନ୍ତି ବର୍ତ୍ତମାନେ। ଅନେକ ଜାଗାରେ ବିହନ ପୋଡ଼ା ଯାଉଛି ବର୍ତ୍ତମାନେ। କିନ୍ତୁ ଯୋଉ ଜାଗାରେ ଭଲ ମାଟି ଅଛି, ଆଉ ସେ ମାଟି ତାକୁ ଧରୁଛି, ଭିତରକୁ ତାର ଚେର ଯାଉଛି ବର୍ତ୍ତମାନେ। ଅନ୍ୟ ପ୍ରକାର ଅନେକ ପ୍ରକାର ମାଟି ଅଛି ବର୍ତ୍ତମାନେ, ଯୋଉ ମାଟିକୁ ପଥର ଥିବା ଯୋଗୁଁ ଆଉ ସେ ଚେର ଭିତରକୁ ଯାଇପାରୁନାହିଁ ବର୍ତ୍ତମାନେ। ସେ ଭାବୁଛି ବହୁତ ବଢିଆ, ଏତେ ସୁନ୍ଦର, ବହୁତ ବଢିଆ, ମୁଁ ପଛ ବଢିଯିବି, ମୁଁ ବଢିଆ ଫଳ ଫଳି ପାରିବି। କିନ୍ତୁ ଚେର ନ ମାରିବା ଯୋଗୁଁ ସେ ଗଛ ଷ୍ଟ୍ରଙ୍ଗ ହେଇପାରୁନାହିଁ। ଦୁର୍ବଳ ହେଇଯାଉଛି ବର୍ତ୍ତମାନେ। ଗୋଟେ ଝାଞ୍ଜ ଆସିଲା, ଗୋଟେ ପବନ ଆସିଲା, ଧକ୍କା ମାରିଲା, ସେଇ ସାମ୍ନା କରିପାରିଲା ନାହିଁ ବର୍ତ୍ତମାନେ। ଆଜି ଜଗତ ମଧ୍ୟରେ ଏ ପ୍ରକାର ଲୋକମାନେ ଅଛନ୍ତି ବର୍ତ୍ତମାନେ। ଖରା ଆସିଲା, ସେ ଖରାକୁ ସାମ୍ନା କରିବା କ୍ୟାପାସିଟି ସେଇ ଶରୀରରେ ନାହିଁ। ରୋଗ ଆସିଲା, ସେ ରୋଗକୁ ସାମ୍ନା କରିବା କ୍ୟାପାସିଟି ତାଙ୍କ ଶରୀରରେ ନାହିଁ। ପରିସ୍ଥିତି ଆସିଲା, ସେ ପରିସ୍ଥିତିକୁ ସାମ୍ନା କରିବା କ୍ୟାପାସିଟି ତାଙ୍କ ଶରୀରରେ ନାହିଁ। କାହିଁକି ନାହିଁ? କାହିଁକି ଆପଣ ପ୍ରଭୁଙ୍କର ବୀଜକୁ ଆପଣ ଗ୍ରହଣ କରିପାରିନାହାନ୍ତି। ଯଦି ଆପଣ ଗ୍ରହଣ କରିଥାନ୍ତେ, ଆପଣ ପ୍ରଭୁଙ୍କର ବାକ୍ୟକୁ ଆମୋଦ କରିଥାନ୍ତେ। ଯଦି ଆପଣ ଗ୍ରହଣ କରିଥାନ୍ତେ, ଆପଣଙ୍କର ଚେର ଭିତରକୁ ଯାଇଥାନ୍ତା, ଆପଣ ଚଟାଣ ଭଳିଆ ଛିଡ଼ା ଉଠିଥାନ୍ତେ। ଆସ୍ତିରେ ପବନ, ଆସ୍ତିରେ ଝଞ୍ଜା, ଆସ୍ତିରେ ପରିସ୍ଥିତି, ଆପଣ ତାକୁ ସାମ୍ନା କରିବା କ୍ୟାପାସିଟି ଆପଣ ପାଖରେ ରହିଥାନ୍ତା। ଆପଣ ସେଇ ବାଟ ପାଖରେ ପଡେ ସେ ବିଜୟ ଯାଇଛନ୍ତି ବର୍ତ୍ତମାନେ। ଯାକି ଅତି ସହଜ ଯାଉଛି, ଚଢେଇ ମାନେ ଆପଣଙ୍କ ନିକଟକୁ ଆସି ଖୁମ୍ପି କରି ଖାଉଅଛନ୍ତି। ପବନ ଆସିଲେ ସେ ଗଛ ତଳକୁ ଚାପି ଯାଉଛି, ନଷ୍ଟ ହେଇଯାଏ, ଭାଙ୍ଗି ଯାଉଛି। କଣ୍ଟା ପିତାଙ୍କୁ ତାଙ୍କୁ ଚାପି ପକାଉଛି, ଜଗତର ମାୟା ଜାଲ ଗୁଡାକ ଆପଣଙ୍କୁ ଚାପି ପକାଉଛି ବର୍ତ୍ତମାନେ, ପ୍ରେସର ଦଉଛି ବର୍ତ୍ତମାନେ। ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହେଁ ବର୍ତ୍ତମାନେ, ଆଜି ଲୋକମାନେ ସମସ୍ୟାରେ ଏଥିପାଇଁ ଫସୁଛନ୍ତି, କାହିଁକି ଯୋଉମାନଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଅଛି, ସେ ବାକ୍ୟକୁ ଧରୁଛନ୍ତି, ଚଟାଣ ବେଳେ ଛିଡ଼ା ଉଠୁଛନ୍ତି ବର୍ତ୍ତମାନେ। ସେମାନଙ୍କୁ କାମର, ସେମାନଙ୍କୁ ସମସ୍ୟା, ସେମାନଙ୍କୁ ରୋଗ, ସେମାନଙ୍କୁ ଆଟାକ୍ କରିପାରୁନାହିଁ ବର୍ତ୍ତମାନେ, କାହିଁକି ସେମାନେ ପ୍ରଭୁଙ୍କର ବାକ୍ୟକୁ ଧରିବା ଲୋକ ହୋଇଛନ୍ତି। ଦ୍ୱିତୀୟ ବିବରଣ 28:1 ଲେଖାଗଲା, ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ତମକୁ ଆଦେଶ କରୁଅଛି, ସେଇ ସବୁ ମାନିବା ପାଇଁ ଆଉ କରିବା ପାଇଁ ଯେବେ ତୁମେ ତାଙ୍କ ରୋଗର ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ।
ଆଜ୍ଞା ବହୁତ ଆଶୀର୍ବାଦ ଅଟେ ବର୍ତ୍ତମାନେ ଯୁଗ ପର୍ଯ୍ୟନ୍ତ ଆଜ୍ଞା ବହୁତ ହେବ ନାହିଁ ଆମେ ଉତ୍ତମ ବୀଜ ହେଇପାରିବ ନାହିଁ ବର୍ତ୍ତମାନେ ଆଜ୍ଞା ବହୁତର ବୀଜ ଚେରକୁ ଭିତରକୁ ଯାଏ ସେ ମଜବୁତ ରହେ ବର୍ତ୍ତମାନେ ସେ ଫଳକୁ ଦିଏ ବର୍ତ୍ତମାନେ କିନ୍ତୁ ଆଜି ଆମେ ତାଙ୍କର ଫଳକୁ ଦେଇପାରୁନୁ ବର୍ତ୍ତମାନେ ଏଥିପାଇଁ ଶୀଘ୍ର ସମସ୍ୟା ଆମକୁ ପରିବାରକୁ ଆଟାକ୍ କରୁଛି ଶୀଘ୍ର ପରିସ୍ଥିତି ଆମକୁ ଜୀବନକୁ ଆସିଲାଉଛି ବର୍ତ୍ତମାନେ ଆରେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କର ବାକ୍ୟକୁ ଶୁଣ ଲେଖାଗଲା ଆଜି ମୁଁ ଆଜି ସଦାପ୍ରଭୁ ପରମେଶ୍ୱରଙ୍କର ଯେ ଆଜ୍ଞା ତୁମକୁ ଆଦେଶ କରୁଅଛି ସେ ସବୁ ମାନିବା ପାଇଁ କରିବା ପାଇଁ ଯେବେ ତୁମେ ତାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ପ୍ରଭୁଙ୍କର ବାକ୍ୟରେ সেই বাক্যକୁ ଶୁଣିବା ନିମନ୍ତେ ଯତ୍ନପୂର୍ବକ କାନକୁ ଦେରିକି ଶୁଣିବ ବର୍ତ୍ତମାନେ କାହିଁକି এই ବାକ୍ୟ ଆପଣଙ୍କ ପରିସ୍ଥିତିକୁ ବଦଳାଇ ଦେବ এই ବାକ୍ୟ ଆପଣଙ୍କ ରୋଗକୁ ବଦଳାଇ ଦେବ এই ବାକ୍ୟ ଆପଣଙ୍କ ପରିବାରକୁ ବଦଳାଇ ଦେବ এই ବାକ୍ୟ ଆପଣଙ୍କ ଏଜୁକେସନକୁ ବଦଳାଇ ଦେବ এই ବାକ୍ୟ ଆପଣଙ୍କ ସ୍ତରକୁ ବଦଳାଇ ଦେବ এই ବାକ୍ୟ ଆପଣଙ୍କ ହୃଦୟକୁ ବଦଳ କରିବା ନିମନ୍ତେ ଶକ୍ତି ଦେବ এই ବାକ୍ୟ ଆପଣଙ୍କୁ ଡେଲିଭରାନ୍ସ କରାଇବ ହାଲେଲୁୟା ହାଲେଲୁୟା ଯଦି ବାକ୍ୟକୁ ଶୁଣିବୁ ତାକୁ ପାଳନ କର ବର୍ତ୍ତମାନେ ଏବେ ବାକ୍ୟକୁ ଶୁଣି ଆମେ ପାଳନ ଯଦି କରିବା ନାହିଁ ଆମେ ଯାଇକି ସାରି ପଳେଇ ଯାଉଛୁ କିନ୍ତୁ ଶୈତାନ ଚାହୁଁଛି ବାକ୍ୟକୁ ଧରେ ଏଠି ଆଗ ଧରେ ଆଉ ବାହାରକୁ ବାହାରିଲା ପରେ ସେ ବାକ୍ୟକୁ ଛାଡ଼ିଦେ ଆରେ ବାକ୍ୟକୁ ଧର ଆପଣ ସକ୍ସେସଫୁଲ ହେବେ ଯୁଗ ପର୍ଯ୍ୟନ୍ତ ଆପଣ ବାକ୍ୟକୁ ଧରିବେ ନାହିଁ ଆପଣ ସକ୍ସେସଫୁଲ ହେଇପାରିବେ ନାହିଁ ଗୋଟେ ନୂଆ ନୂଆ ଗୋଟେ ବସ୍ତ୍ର ପିନ୍ଧିଲେ ଗୋଟେ ସପ୍ତାହ ପରେ ବଢିଆ ଦେଖାଯିବେ କିନ୍ତୁ ସେ ବସ୍ତ୍ର ଧୀରେ ଧୀରେ ତାର ବାବାର ତାର ରିଫ୍ଲେକ୍ସନ କମାଇ ଦେବ ବର୍ତ୍ତମାନେ କିନ୍ତୁ ଆପଣଙ୍କ ପାଖରେ ପ୍ରଭୁ ଯୋଉ ବସ୍ତ୍ର ଦେଇଛନ୍ତି ଆପଣଙ୍କ ପାଖରେ ଯୋଉ ବାକ୍ୟ ଦେଇଅଛନ୍ତି ଆପଣଙ୍କ ପାଖରେ ଯୋଉ ଶବ୍ଦ ଦେଇଅଛନ୍ତି ଏହା କେବେ ବଦଳିବ ନାହିଁ ମନୁଷ୍ୟ ବଦଳିଯିବ ଜଗତ ବଦଳିଯିବ କିନ୍ତୁ ପ୍ରଭୁଙ୍କର ପବିତ୍ର ବାକ୍ୟ ବଦଳିବ ନାହିଁ ବର୍ତ୍ତମାନେ ଏହା ବଦଳାଇବାର ପାୱାର ଅଟେ ଶକ୍ତି ଅଟେ এই ବାକ୍ୟକୁ ଶୁଣନ୍ତୁ ଧରନ୍ତୁ ଆପଣଙ୍କ ଲାଇଫ ବଦଳିଯିବ ଆପଣ ମେଡିସିନ ପ୍ରତି ଆମର ଧ୍ୟାନ ଦେବାକୁ ପଡିବ ନାହିଁ ଯୋଉ ମେଡିସିନ ବ୍ୟବହାର କରୁଛନ୍ତି ଆପଣ ମେଡିସିନ ପ୍ରତି ଧ୍ୟାନ ଦେଇ ପାରବେ ନାହିଁ କିନ୍ତୁ এই ବାକ୍ୟ ଆପଣଙ୍କ ମେଡିସିନକୁ ବନ୍ଦ କରିବ ବର୍ତ୍ତମାନେ ଆପଣଙ୍କ ରୋଗକୁ ବନ୍ଦ କରିବ ବର୍ତ୍ତମାନେ যদি এই বাক্য যদি ভূতকে উদ্ধার করে পারছি মানে এই বাক্য আমরা ব্যবহার করব মেডিসিন ভাবে আপনি শুনতে ধ্যান লগাই সেটা তো মরিয়ম শুনছিলে মরিয়ম সাথে কান দেরিকে শুনছিলে আমাদের কিছু প্রকাশিত বাক্য যার কান হচ্ছে সে করু শুনো হালেলুয়া আপনি তো কান দিয়েছেন কি নাই প্রভু দুইটি কান হচ্ছে বর্তমানে ଭଲ ବିଷୟକୁ ଶୁଣିବା ଖରାପ ବିଷୟକୁ ବାହାର କରିଦେବା ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ତାମାନେ ଆମେ ଶୁଣିବାକୁ ଆସିଛୁ ଏଠି ଦୃଷ୍ଟାନ୍ତର ଭାବେ ଏହି ବିହନ ଈଶ୍ୱରଙ୍କ ବାକ୍ୟ ଅଟେ ଯଦି ଆଜି ଆପଣ ପ୍ରଭୁଙ୍କର ବାକ୍ୟକୁ ଆପଣ ଧରିଦେବେ ବର୍ତ୍ତମାନେ ଆପଣ ସେଇ ଭୂମି ହେଇଯିବେ ଯୋଉ ଭୂମିକୁ ପ୍ରଭୁ ଉର୍ବର କରିଅଛନ୍ତି ଆରାଧନା ଥିବା ହେଉଛି ପ୍ରଭୁଙ୍କର ଉପସ୍ଥିତି ଓହ୍ଲାଇବ ଜମି ଉପରେ ପ୍ରଭୁଙ୍କ ସ୍ଥାନକୁ ଓହ୍ଲାଇବ ଜମି ଉପରେ ପ୍ରଭୁଙ୍କର ଦୃଷ୍ଟି ଓହ୍ଲାଇବ ସେଇଦିନ ଏଲିୟ ଗୋଟେ ଆତ୍ମାର ମେଘକୁ ଆଣିଲେ ବର୍ତ୍ତମାନେ ଲୋକ କହୁଥିଲେ ବର୍ଷା ହେବ ନା ଲୋକ କହୁଥିଲେ ବୃଷ୍ଟି ହେବ ନାହିଁ ଲୋକ କହୁଥିଲେ ମହାମାରୀ ହେବ ସବୁ ନଷ୍ଟ ହେଇଯିବ କିନ୍ତୁ ଜଣେ ବ୍ୟକ୍ତି ସେ ପ୍ରଭୁଙ୍କ ନିକଟରେ ଥିଲେ ହାଲେଲୁୟା সেই ব্যক্তি মেঘକୁ আଣିବା ବ୍ୟକ୍ତି ଥିଲେ সেই ବ୍ୟକ୍তি ବର୍ଷା ମାରିବା ବ୍ୟକ୍ତି ଥିଲେ সেই ବ୍ୟକ୍তি ଶ୍ରାବଣ ମାରିବା ବ୍ୟକ୍ତି ଥିଲେ সেই ବ୍ୟକ୍ତି ଅଭିଷେକ ଆଣିବା ବ୍ୟକ୍ତି ଥିଲେ সেই ବ୍ୟକ୍ତି ଦଳାଇବା ବ୍ୟକ୍ତି ଥିଲେ ବର୍ତ୍ତମାନେ ହାଲେଲୁୟା ହାଲେଲୁୟା ତାମାନେ ଶୁଣ ଆଉ ତାକୁ କ୍ୟାଚ୍ କର ତାକୁ ଧର ପ୍ରଭୁଙ୍କର ପବିତ୍ର ବାକ୍ୟକୁ ଯଦି ଆପଣ ମୋବାଇଲକୁ ଧରୁନାହାନ୍ତି ଧରୁଛନ୍ତି କିନ୍ତୁ ବାକ୍ୟକୁ ଧରୁନାହାନ୍ତି ଚର୍ଚ୍ଚ ଆସୁଛୁ କିନ୍ତୁ ଆମ ହାତରେ ବାଇବଲ ନାହିଁ ମୋବାଇଲ ଅଛି बोले हमने कितने स्मार्ट लोग हो जाए वर्तमान स्मार्ट टीवी देखुछु स्मार्ट मोबाइल शुरू स्मार्ट सब विषय को हमें कहूछु किंतु हमने कितने स्मार्ट वर्तमान से दिन अग्नि हमको परीक्षा करिबो
হরে বাবু তোর চর্চ যাচ্ছ বাইবেল থেকে নেই যাও না করে শয়তান কহিব নাই ମୁଁ ବାଇବେଲକୁ ଛଡ଼ାଇ ଦେଇଛି ପରା ବାଇବେଲ ମୁଁ ଦେବି ନା ମୋବାଇଲ କୁ ଦେବି ସେଠି ବାଇବେଲ ଅଛି ବାଇବେଲ ତ ଅଛି କିନ୍ତୁ ବାଇବେଲ ଆପ୍ ଭିତରେ ମୁଁ ସେମାନଙ୍କୁ ନେବି ନାହିଁ ଚର୍ଚ୍ଚ ଥିବେ କିନ୍ତୁ ଚର୍ଚ୍ଚରେ ମୁଁ ସେମାନଙ୍କୁ ରଖିବି ନାହିଁ ମୁଁ ଇଣ୍ଟରନେଟରେ ସେମାନଙ୍କୁ ରଖିବି ଫେସବୁକରେ ହ୍ୱାଟ୍ସଆପରେ ସେମାନଙ୍କୁ ରଖିବି ମୁଁ ଏ ବାକ୍ୟ ଶୁଣାକୁ ଦେବି ନାହିଁ ମୁଁ ଏଇ କର୍ଣ୍ଣକୁ ସେ ଶବ୍ଦକୁ ଶୁଣାଇବାକୁ ମୋତେ ଦେବି ମୁଁ କହିବାକୁ ଚାହେଁ ଆଜି ସୋସିଆଲ ମିଡିଆ ଆଜି ଆପଣଙ୍କୁ ସମସ୍ୟା ନେଉଛି ମଣିଷ ମାନେ ଆମ ହାତରେ ବାଇବେଲ ଥିବା ଜାଗାରେ ଆମେ ମୋବାଇଲ ବ୍ୟବହାର କରୁଛୁ ଆମ ରିଏଲିଟି ଖ୍ରୀଷ୍ଟିଆନ ନା କଣ ଡୁପ୍ଲିକେଟ ଖ୍ରୀଷ୍ଟିଆନ କରୁଛୁ ଆମେ ମୁଁ କାହାକୁ এই ଜାଗାରେ ଦଶ ପ୍ରବଣତା ମୁଁ ଆସି ନାହିଁ କିନ୍ତୁ ମୁଁ ପ୍ରଭୁଙ୍କର ସନ୍ତାନ ଭାବରେ ଯେଉଁ ବିଷୟକୁ ମଧ୍ୟ ପ୍ରଭୁ ଏଠି ରଖିଅଛନ୍ତି ତାକୁ ଆପଣଙ୍କ ନିକଟରେ ତର୍ଜମା କରିପାରି ମତେ ଆପଣ ଯଦ୍ୱାରା ଆପଣ ତାକୁ ଜାଣିପାରିବେ ଏହା ଭୁଲ ଅଟେ ମୁଁ ଯେତେବେଳେ ପ୍ରଭୁଙ୍କ ଗୃହକୁ ଯିବି ବାଇବେଲ ସହିତ ପ୍ରଭୁଙ୍କ ଗୃହକୁ ଯିବି ଖାତା ପେନ୍ ସହିତ ମୁଁ ପ୍ରଭୁଙ୍କ ଗୃହକୁ ଯିବି ହାଲେଲୁୟା ଯେତେବେଳେ ପ୍ରଭୁଙ୍କ ଲୋକ ବାକ୍ୟ ଦଉଥିବେ ଗୋଟେ ପଏଣ୍ଟକୁ ମୁଁ ଲେଖିବି ଘରେ ଗଲା ପରେ ତାକୁ କଣ ରିମାଇଣ୍ଡରେ ନେବି ତାକୁ ମୁଁ ତାକୁ ଜାଣିବା ପାଇଁ ଚେଷ୍ଟା କରିବି ଏ ବାକ୍ୟ କଣ ପାଇଁ ଦିଆଗଲା ଏ ବାକ୍ୟ ରହସ୍ୟ କଣ ଅଟେ ଏଇ ଟପିକ କଣ ଅଟେ ଆଜି ବାଳକ କୋଉ ବିଷୟ ଶିକ୍ଷା ଦେଲେ ଆଜି କୋଉ ବିଷୟ ଚେତନା ଦେଲେ ଆମେ ତାକୁ ଜାଣିବାର ଅଛି ମଣିଷ ଆମେ ଲେଖିବା ନାହିଁ ଆମେ ତାକୁ ମନେ ପକାଇବା ନାହିଁ ଆମେ ପଢ଼ିବା ଶୁଣିବା ନାହିଁ ଆମେ କେମିତି ହେବ ଆମେ କେମିତି ଆଗକୁ କାହିଁକି ସେଇଟାକୁ ଫାଇଦା ଉଠାଇବ ଆଜି ଆମ ସମସ୍ୟା ଏଥିପାଇଁ ପଡୁଛି ମଣିଷ ମାନେ ଆମ ସମସ୍ୟା ପିଛା ଛାଡୁନାହିଁ ହାତରେ ସମସ୍ୟା ଗୋଡରେ ସମସ୍ୟା ଛାତି ଭିତରେ ସମସ୍ୟା ସବୁଥିରେ ସମସ୍ୟା ଆରେ ବାଇବେଲକୁ ଧର ଭିତରେ ବାଇବେଲକୁ ଭିତରେ ପ୍ରବେଶ କର ବାଇବେଲକୁ ପାଣି ପରି ପିଏ ମଣିଷ ମାନେ ସେ ବାକ୍ୟ ଆପଣଙ୍କୁ କଣ କରିବ ବାହାର କରିବ ମଣିଷ ମାନେ ପରିସ୍ଥିତିକୁ ହାଲେଲୁୟା 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 तो काय की सतर्क होगा प्रथम पितर 5 आठ पढ़ाता सचेतन होई जागृत रुह तुम मानक विपक्ष शैतान सिंह प्राय गर्जन करी काहाको ग्रासिब एहा खोजी बुलु अछि देखो तो बाइबल हमको सचेतन कराउछि वर्ष माने लेखा गला जागृत तुमको विपक्ष शैतान सिंह प्राय गर्जन करी बुलु अछि सचेतन होई जागृत हो सत्रे हमें सतर्क अछु कि हमें जते कि हमें सतर्क अछु कि हमें पूरा सुनिश्चित अछु कि होई पारे काली को लॉकडाउन जीव आ गोटे भाइरस आसीबो हमर बॉडी ताको कैपेसिटी जो ग्रहण करबा क्षमता अछि कि आ गोटे भाइरस हम जगत रे एंट्री करिबो ताको लोके बिल पावर हमर बॉडी रे अछि कि किंतु जो माने प्रभुकर पवित्र वाक्य को ध्यान देबे एवं वाक्य को मनोयोगी भाବରେ कम्प्लीट सुनिबे से लोकन प्रति से कोरोना भाइरस बनाए से लोकन प्रति समस्या अटैक बनाए मनुष्य मारे कि ऑलरेडी सब सतर्कता को अपना हृदय रे कब्जा कर रखिस मनुष्य मारे कौन से महामारी कौन से विपद कौन से परिस्थिति सब निकटवर्ती होबार स्वयं सदा प्रभु सबको प्रोटेक्शन करिबे हालेलुया हालेलुया चर्च मनोरंजन स्थान नुह एंटरटेनमेंट स्थान नुह प्रभुଙ୍କର उपस्थित स्थान अटे प्रभुଙ୍କର महिमार स्थान अटे एठी आराधना କରୁଥିବା ସମୟରେ ପ୍ରଭୁ ଜୀବିତ ଆମକୁ ଉଠାଇକି ନେଇଯିବେ ବର୍ତ୍ତମାନ ଆମର ଲାଇଫ ଡେଲି ଅଭିଷେକ କୋଟି ଯାଉଛି ବର୍ତ୍ତମାନ আমার লাইফে প্রার্থনা জীবন কোটি কোটি যাচ্ছে বর্তমান আমি ডেইলি তলক খসে যাচ্ছে বর্তমান ডেইলি আমার শয়তান আমার পরিবারের টার্গেট করিবা আরম্ভ করছে মরছ কোন শয়তান চার্জ করন্তু জানিবা নিহাতি জরুরত বর্তমান তেଣୁ କହିବା ଚାହେଁ ଆଶୀର୍ବାଦକୁ ଆପଣ ଧରି ରଖନ୍ତୁ ବର୍ତ୍ତମାନ ପ୍ରଭୁଙ୍କର ଯୋଉ ଆଶୀର୍ବାଦ ଆପଣ ଲାଇଫରେ ପ୍ରଭୁ ଦେଇଛନ୍ତି ତାକୁ ଧରନ୍ତୁ ହୋଇପାରେ ଗୋଟେ ବର୍ଷ ମଧ୍ୟ ଲାଗିବ ହୋଇପାରେ ଗୋଟେ ମାସ ମଧ୍ୟ ଲାଗିବ ହୋଇପାରେ 3 ମାସ ଲାଗିବ ହୋଇପାରେ 4 ମାସ ଲାଗିବ ଆପଣଙ୍କ ସତକୁ ଧରିବାରି ମତେ କିନ୍ତୁ
একটু সময় আপনার সিজনকে বদলাই দেব মঞ্চ মানে যেমন ধৈর্য ধরিবে সে নূয়া পুরস্কারকে প্রাপ্ত আছে ধৈর্য তো ধরি পারবো ଜଣେ ଭଉଣୀ ମତେ ଜଣେ ମିଶିଥିଲି ଆଉ କହୁଥିଲେ ମୁଁ ଯୀଶୁକୁ ଗାଳି କଲି ଏମିତି ଗାଳି କଲି ମୋର ପ୍ରାର୍ଥନାକୁ ଶୁଣିଲେ ନାହିଁ ତାଙ୍କେ ମୋର ପ୍ରାର୍ଥନାକୁ ମୁଁ ଯୋଉ ବିଷୟ ମାଗୁଥିଲି ସେ ମୋର ପ୍ରାର୍ଥନାକୁ ଶୁଣିଲେ ନାହିଁ କି ପ୍ରକାର ଯୀଶୁ ତୁମେ କି ପ୍ରକାର ଗଡ ତୁମେ ହଁ ମତେ ସୁରକ୍ଷା କର ନାହିଁ ମୋର ପ୍ରାର୍ଥନା ଶୁଣିଲ ନାହିଁ ଆରେ ମାଗ ଏମିତି ପ୍ରାର୍ଥନା କର ଆମ ଜୀବନରେ ଭୁଲକୁ ଗଲେ ଯୀଶୁକୁ ବ୍ଲେମ କରୁଛୁ ମର୍ଚ୍ଚ ମାନେ ମୁଁ କହିବା ପାଇଁ ଚାହେଁ ମର୍ଚ୍ଚ ବନ୍ଧୁକ ଲୋକମାନେ ଆମେ ସତର୍କତା ଅବଲମ୍ବନ କରିବା ପ୍ରଭୁଙ୍କର ପବିତ୍ର ବାକ୍ୟକୁ ଗ୍ରହଣ କରିବା ସଂଗ୍ରହ କରିବା ଆମେ ଦେଖୁଛୁ ଦ୍ୱିତୀୟ ବିବରଣୀ 28 ଲେଖାଗଲା ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେ ଆଜ୍ଞା ତୁମକୁ ଆଦେଶ କରୁଅଛି ସେ ସବୁ ମାନିବା ପାଇଁ କରିବା ପାଇଁ ସେବେ ତୁମେ ତାଙ୍କର ରବର ଯତ୍ନପୂର୍ବକ ଅନୁପାତ କରିବ ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ ତାମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ଦ୍ୱାରା ସମସ୍ତ ଦେଶ ଅପେକ୍ଷା ଆପଣଙ୍କୁ ଶ୍ରେଷ୍ଠ କରିବାକୁ ଯାଇବେ ଆପଣଙ୍କୁ ବଳବାନ କରିବେ ଆପଣଙ୍କୁ ଅନୁଗାନ କରିବେ ଆପଣଙ୍କୁ ସେପାରେସନ କରିବେ ତାମାନେ ଆପଣ ଭିଡ଼ ମଧ୍ୟ ରହିବେ ନାହିଁ ରୋଗର ସମ୍ବନ୍ଧରେ ଆପଣ ରହିବେ ନାହିଁ ଆମର ମେଡିକାଲରେ ବେଡରେ ରହିବେ ନାହିଁ ପ୍ରଭୁଙ୍କର ବାକ୍ୟ ଯଦି ଆପଣ ଶୁଣିବେ ଆପଣଙ୍କ ପାଇଁ ସ୍ଥାନ ଅଟେ ହାଲେଲୁୟା ଆପଣ ସେ ରୋଗ ସହିତ ରହିପାରିବେ ନାହିଁ ପ୍ରଭୁ ଆପଣଙ୍କ ରୋଗକୁ ଉଠାଇ ବାହାର କରିବେ ଆପଣ ମେଡିକାଲ ନେବେ ପ୍ରଭୁଙ୍କ ନିକଟରେ ଆପଣ ରହିବେ ମର୍ଚ୍ଚ ମାନେ ଏହା ଶ୍ରେଷ୍ଠ ସ୍ଥାନ ଅଟେ ମର୍ଚ୍ଚ ମାନେ ଏହି ସ୍ଥାନ ଆପଣଙ୍କୁ ଡିଜାୟାର କରୁଛି ଏହି ସ୍ଥାନ ଅପେକ୍ଷା କରୁଛି ଆପଣଙ୍କ ପାଇଁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଆଜି ପ୍ରଭୁଙ୍କର ବାକ୍ୟକୁ ଶୁଣନ୍ତୁ ମର୍ଚ୍ଚ ମାନେ କଣ କରୁଛୁ ପ୍ରଭୁଙ୍କର ବାକ୍ୟ ଯଦି ଅଳ୍ପ ସତର୍କତା ଆପଣଙ୍କ ଜୀବନରେ ଆସିଯିବ ଆପଣଙ୍କର ଲାଇଫ ବଦଳିଯିବ ମର୍ଚ୍ଚ ମାନେ ପ୍ରଥମ ବିବରଣୀ 1:23 ଲେଖାଗଲା ଯେଣୁ ତୁମମାନେ କ୍ଷଣ ବୀଜରୁ ନୁହେଁ ବରଂ ଅକ୍ଷୟ ବୀଜରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ଚିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜୀବିତ ହୋଇଅଛ ପୁନର୍ଜାତ ହୋଇଛ ମର୍ଚ୍ଚ ମାନେ নষ্ট হওয়া পায় নাই নষ্ট বলে ওরা যে আপনার নাই মর্চ মানে অদরকারি ভাবে নাই মর্চ মানে আপনার দরকার আছে আপনার পরিবার মধ্যে আপনার দরকার আছে মন্ডলী মধ্যে আপনার দরকার আছে সরকার রাজ্যে আপনার স্বর্গ নষ্ট করে পারবে না স্বর্গ নষ্ট করে দেবে মোর শরীর নষ্ট হয়ে যাচ্ছে মোর ডেইলি মোর যেতে মেডিসিন খাওয়াচ্ছে প্রাপ্ত যেতে আমাদের গুলো দৌড়ছে মোর কিছু পারে না সব হিসাব ড্যামেজ হচ্ছে কাইকে কোন পায় কাইকে আমি আপনার হৃদয় নামে প্রভু দেই হয়ে যায় আমি সন্দেহ করেছি আমরা এই প্রকার পিছনে বা জীবজীবী শেষ হবে না মর্চ মানে শুকি যাইতিব প্রহাট যাইতিব আমি তাকে মাটিরে পকাইবা পানি ঢালিবা କିଛି ସମୟ ପରେ ସେ ବୀଜ ବଢିବାକୁ ଲାଗିବ ମର୍ଚ୍ଚ ମାନେ ଆମେ ମରବାର ଅଛି ମଲେ ହିଁ ଆମେ ଉପରକୁ ଉଠି ପାରବା ମର୍ଚ୍ଚ ଆମେ ମରୁ ପାପ ଉପରେ ପାପ କରୁଛୁ କାହିଁକି ପାପର ଭିତରେ ବୃତ୍ତି ଅଟେ ତେଣୁ ଶୈତାନ ଉପରେ ହାବି ହେଉଛି ମର୍ଚ୍ଚ ମାନେ ଆପଣ ମରିବାକୁ ପଡିବ ମଲେ ଯାଇ ଆପଣ ଉଠିବେ ଆପଣ ସ୍ୱଭାବକୁ ଛାଡ଼ନ୍ତୁ ମର୍ଚ୍ଚ ମାନେ ଖ୍ରୀଷ୍ଟୀୟ ସ୍ୱଭାବକୁ ଧାରଣ କରନ୍ତୁ ମର୍ଚ୍ଚ ମାନେ যেন তোমার ক্ষীণ বীজরু নহে বরং অক্ষয় বীজরু অর্থাৎ ঈশ্বরক জীবন্ত ও চিরস্থায়ী বাক্য দ্বারা পুনর্জাত হইয়াছে মর্চ মানে প্রেজ দ্য লর্ড প্রভুর বাক্য দ্বারা আপন পুনর্জীবিত হইয়াছে জাত হইয়াছে প্রভুর বাক্য আপনাকে এই জগতে আনিয়াছে মর্চ মানে নষ্ট হওয়া মানে ক্ষীণ পাইবে না মর্চ মানে ক্ষয় সেবন পাইবে শয়তান পাইব ক্ষয় শয়তান নষ্ট হব প্রভুর বাক্য দ্বারা শয়তান নষ্ট হব প্রভুর শক্তি দ্বারা রোগ নষ্ট হব আপনার মুখের বাক্য দ্বারা পরিস্থিতি নষ্ট হব আপনার মুখের বাক্য দ্বারা আজ সে বাক্যকে ধরন্ত আর শয়তান উপরে হামলা করবে মর্চ মানে কি বল হামলা বল তারপরে আমরা বল করব মর্চ মানে প্রভুর লোক কিন্তু গাউতলে যখন কে গাউতলে সঞ্জন বল হামলা বল আমরা হামলা করতে পারছি মর্চ একটু শয়তান হামলা করতে পারছি মর্চ মানে আমরা বেলা কন্ট্রোল বেশি করছি সেই জায়গায় 5 প্রেশার হতো প্রেম কাউন্টার
মানে ফায়ার 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 ফায়ার, রোগ উপর ফায়ার, পরস্পর ফায়ার, ডিউটি উপর ফায়ার, হ্যাঁ যেটাকে নষ্ট সে উপর ফায়ার 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 ফায়ার, না মন্ডলের মধ্যে ফায়ার রাখা। আমি এই মন্ডল যাই করবো একটু ফায়ার রাখা, খালি হলদি রাখা, খালি অগুলি রাখা, আমি প্রবেশ করবো। আমি হেফার হচ্ছি। প্রেজ দ্য লর্ড, হালেলুয়া হালেলুয়া হালেলুয়া। ମୁଁ ଶୁକ୍ରବାର ଦିନ କହୁଥିଲି ଉପର ଯାଇଥିଲି, ଜଣେ ପରିବାର ମୋତେ ଫୋନ କରି ଡାକିଲେ। ମୁଁ ସେ ଜାଗାରେ ଗଲି, ସିରିୟସ୍ ଥିଲେ, ବାନ୍ତି ହଉଥିଲା, ଦୁର୍ବଳ ଯାଇଥିଲେ, ତାକୁ ବିପି ଚେକ୍ କରવાની ମୋତେ ବିପି ମେସିନ୍ ଲଗାଇ ଯେତେବେଳେ ଚେକ୍ କରୁଛି, ଆଉ ସେଇ ଭଉଣୀ ଚିଲ୍ଲାଇବାକୁ ଷ୍ଟାର୍ଟ କଲେ, ଆଚ୍ଛା କାନ୍ଦବାକୁ ଷ୍ଟାର୍ଟ କଲେ, ଏମିତି କାନ୍ଦିଲେ, ଆଉ ମୁଁ ଛାନିଆ ହେଇଗଲି ନା କେମିତି ବିପି ଚେକ୍ କରିଦେଲି, କାନ୍ଦିବେ ନାହିଁ, ପ୍ରେସର କୁ ଦେଖ ସବୁ କାନ୍ଦିବେ ନା, ଏଇଟା କେମିତି ହଉଅଛି। ତାପରେ ମୁଁ କହିଲେ, ସେମାନେ କହିଲେ ଭାଇ ଭିତରେ ସ୍ପିରିଟ କଣ କରୁଛି, କାର୍ଯ୍ୟ କରୁଛି। ମୋ ସ୍ତ୍ରୀକୁ ଅନେକ ଦିନ ହେଲା ଆଉ ଶୈତାନ ତାକୁ କଣ କରୁଛି, ଭରିଛି। ଭାଇ ଅନେକ ମନ୍ତ୍ର ତନ୍ତ୍ର ସବୁ ସରିଗଲା, କିନ୍ତୁ ହେଇପାରୁନାହିଁ। ଆପଣ ଆକା କରିପାରିବେ, ଆପଣ କରିଦିଅନ୍ତୁ। ସେ କହିଲେ ଆପଣ ମନ୍ତ୍ରୀ ଦିଅନ୍ତୁ, କହିଲେ ଆପଣ ଟିକେ ମନ୍ତ୍ର ମାରି ଦିଅନ୍ତୁ, ସେ ପଳାଇ ଯିବ। ମୁଁ ମନ୍ତ୍ର ମାରିବି ନାହିଁ, କିନ୍ତୁ ଯୀଶୁଙ୍କ ନାମ ଧରି କଣ କରିବୁ, ତାକୁ ଆଉଟ କରିବୁ। ହାଲେଲୁୟା ହାଲେଲୁୟା। এই যে কামକୁ স্টপ ଯୀଶୁଙ୍କ ନାମରେ ଚିଲ୍ଲାଉଥିଲା, ସେ ଲୋକ ଜମା ହେଇଗଲେ। ମୁଁ କହିଲି ସ୍ଟପ ଯୀଶୁଙ୍କ ନାମରେ। ତୁ କିଏ, କୋଉଠୁ ଆସ? ସେ କହିଲା ମୁଁ ଏଠି ଏକା ଅଛି, କିନ୍ତୁ ସବୁ ଘରେ ଯାଇପାରୁନି ନାହିଁ, କାହିଁକି ସବୁ ଘରେ ମୋର ଜାଗା ନାହିଁ, ଆଙ୍କର ଘରେ ମୋତେ ବେଶୀ ସେ ଜାଗା ଅଛି। ତେଣୁକରି এই ହୃଦୟକୁ ଛାଡ଼ିବାକୁ ଇଚ୍ଛା କରୁନାହିଁ। ମୋତେ ଏଠି ସୁଯୋଗ ମିଳୁଛି, ମୁଁ ଛାଡ଼ି ପାରୁନାହିଁ। କେତେ ବର୍ଷ ହେଲା ପଚାରିଲି, କେତେ ବର୍ଷ ତୁ ଅଛୁ? ସେ କହିଲା 8 ବର୍ଷ। ଓହୋ, 8 ବର୍ଷ ହେଲା ଏଇ ଜାଗାରେ ରାଜତ୍ୱ କରୁଛୁ। ମୁଁ କହିଲି ତୁ ଯିବୁ ନାହିଁ? ନାଇଁ ମୁଁ ଯିବି ନାହିଁ। ମୁଁ କହିଲି ଯିବୁ କି ନାହିଁ? ଯଦି ଯିବୁ ନାହିଁ ଯୀଶୁ ତୋତେ ନଷ୍ଟ କରିବେ। ସେ କହିଲା ହଁ ମୁଁ ପଳାଇ ଯିବି, ମୋତେ କଷ୍ଟ ଦିଅ ନାହିଁ। ତାପରେ ପାଣି ମାଗିଲେ, ପାଣିକୁ ପ୍ରାର୍ଥନା କଲେ, ଆଉ ପାଣି ପିଇବା କହିଲେ। ସେ ବଢିଆ ଏନ୍ଜୟ କରୁ। ଯାହା ହଉ ମୋତେ ଶୋଷ ଲାଗୁଥିଲା, ଯାହା ହଉ ମୋତେ ପିଆସ ଲାଗୁଥିଲା, ଯାହା ହଉ ମୋତେ ପାଣି ଦେଲ, ବହୁତ ଧନ୍ୟବାଦ। ଜାଣିଛୁ ସେ ପାଣି କଣ ଅଟେ? ସେ ପାଣି ଅଭିଷେକର ପାଣି ଅଟେ। তোর ভিতরে যেতে অଛୁ, যেতে দিন রাজত্ব করুছি, এটা বান্তির তুই বাহারକୁ যাচ্ছ। ନାଇଁ ମୁଁ ବାହାରକୁ ଯାଇ ନାହିଁ, ତ ପାଣି ମିଳିଲା, ମୁଁ ବହୁତ ଖୁସି ଅଛି। ସେ ଏନ୍ଜୟ କରୁଛି ମୋର୍ଚ୍ଚା ପାଣି। କିନ୍ତୁ କହିଲେ ଦେଖ ପ୍ରଭୁଙ୍କର ଅଗ୍ନି ଅଧାଂଶ ତ ଲାଇଫରେ 8 ବର୍ଷ ତୁ ରାଜତ୍ୱ କରିଥିଲୁ ଶରୀର ମଧ୍ୟରେ, ବର୍ତ୍ତମାନ ସେ କମ୍ପନ ଫଳବାକୁ ଯାଉଅଛି। ମୁଁ ଦେଖୁଛି ତୁଇ ପ୍ରାପ୍ତି କରି ଯାଉଛୁ। ଏ ସମୟରେ ସତକୁ ସତ ସେ ସମୟରେ ସେ ସମୟରେ ପ୍ରାପ୍ତି ଷ୍ଟାର୍ଟ ହେଇଗଲା। ଦେଖିଲୁ କି তোর পিয়াস বুঝাଉଛି বলছিল, ସେ ଭିତରେ ବି ସେ ଭାବ ପାଇଁ ପ୍ରଭୁ କାର୍ଯ୍ୟ କରୁଛନ୍ତି। ଏମିତି ହଉ ବାନ୍ତି କଲା ପରେ ଆଉ ସେ ଛିଡ଼ା ଉଠିଲା, ମୁଁ ଯିବି ନାହିଁ। ତୁଇ ଯିବୁ କେମିତି ଯିବୁ ଜାଣିଛୁ? ଘଟଣାଟାକୁ ନାକୁ ଘୋଷାଡ଼ି କରିଛୁ, ତୁଇ ମୋର ପାଦ ତଳେ। କାହିଁକି ତୁଇ ମାଗନାଥ ପଡ଼ ପ୍ରଭୁଙ୍କର ବାକ୍ୟକୁ, ତୁଇ ମାଗନାଥ ପଡ଼ ପ୍ରଭୁଙ୍କର ବାକ୍ୟକୁ, ଆଉ ବାକ୍ୟକୁ ମାନିକରି ତୁଇ ନାକୁ ଘୋଷାଡ଼ିକୁ ଯିବୁ। ମୁଁ କହିଲି ଯୀଶୁଙ୍କ ନାମରେ ହାତ ପାତି ନାକ ଘୋଷାରେ, ସାଙ୍ଗେ ସାଙ୍ଗେ ହାତ ପାତଲା, ନାକ ଘୋଷାରିଲା, ଆଉ ପାଠ ପଢି ସେ ହାଲେଲୁୟା ହାଲେଲୁୟା ହାଲେଲୁୟା। ତା ମାନେ ପ୍ରଭୁଙ୍କର ବାକ୍ୟ ଆମ ଜୀବନରେ ଅଛି। ବର୍ତ୍ତମାନ ଆପଣ ସେ ବାକ୍ୟକୁ ପ୍ରୟୋଗ କରିବେ, ଶୈତାନ ଆପଣଙ୍କ ଲାଇଫରୁ ବାହାର ଯିବ। ବର୍ତ୍ତମାନ ଆପଣଙ୍କ ଶରୀର ବାହାର ଯିବ, ସେଇ ଶରୀରରୁ ସେ ରୋଗକୁ ଦୂର। ଜାଣିଛ ସେ ଭଉଣୀ ପାଖାପାଖି ଗୋଟେ 8 ବର୍ଷ ଯାକ ତାକୁ ମେଡିସିନ ଦେଇଛି, ଟ୍ରିଟମେଣ୍ଟ କରୁଥିଲେ, ମୋତେ ପଇସା ଦଉଥିଲେ, ସାଲାଇନ୍ ଦଉଥିଲେ, ଟନିକ୍ ଫନିକ୍ ଦଉଥିଲେ, ଆସୁଥିଲେ, କିନ୍ତୁ କେବେ କେବେ ବିଶେଷ ଦେଖାଯାଉନଥିଲା ବର୍ତ୍ତମାନ। କିନ୍ତୁ 8 ବର୍ଷ ପରେ ଏଇସବୁ ପରିସ୍ଥିତି ଦେଖାଯାଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନଙ୍କୁ ଆଜି ଆପଣ କହିବାକୁ ଚାହେଁ, ଗୋଟେ ସମୟ ଅଛି ବର୍ତ୍ତମାନ, ପ୍ରଭୁ ସେ ସମୟକୁ ରଖିଥିଲେ, କାହିଁକି ଲୋକଙ୍କ ନିକଟରେ ପ୍ରଭୁଙ୍କର ମହିମା ପ୍ରକାଶ ହେବା ସମୟ ଥିଲା। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ସେ ଜାଣିବାର ଅଛି ଯେ ପ୍ରଭୁ କରିପାରନ୍ତି।
ଆପଣ କରିପାରିବେ। ଆପଣ ଯୀଶୁଙ୍କ ବାକ୍ୟକୁ ଆପଣ ମୁଖରେ ରଖିବା ଦ୍ୱାରା, ଯୀଶୁଙ୍କ ବାକ୍ୟକୁ ଆପଣ ହୃଦୟରେ ରଖିବା ଦ୍ୱାରା, ଏବଂ ବାକ୍ୟକୁ ଶୁଣିବା ଦ୍ୱାରା, ଏବଂ ନିକଟବର୍ତ୍ତୀ ହେବା ଦ୍ୱାରା, ଏବଂ ମଣ୍ଡଳରେ ବସିବା ଦ୍ୱାରା, ପ୍ରଭୁଙ୍କ ସହିତ ଲୋକମାନଙ୍କ ସହ ଚାଲିବା ଦ୍ୱାରା, ମିଟିଂ ମାନଙ୍କ ମଧ୍ୟରେ ପ୍ରଭୁଙ୍କ ବାକ୍ୟକୁ ଧରିବା ଦ୍ୱାରା ଆପଣ କରିପାରିବେ। ଆପଣଙ୍କ ଦ୍ୱାରା ପ୍ରଭୁ ବଡ଼ ଚମତ୍କାର କାମ କରିପାରିବେ। ଆପଣଙ୍କ ପ୍ରଭୁ ଅଦ୍ଭୁତ କାମ କରିପାରିବେ। ମର୍ଚ୍ଚମାନେ ଆପଣ ଆପଣଙ୍କ ଲୋକମାନେ ଆପଣ ସେବା ସେବା କରତେ ଆପଣଙ୍କ ମାତ୍ରାରେ ବିରାଟ ପରିମାଣ କାମ କରିପାରିବେ। ମର୍ଚ୍ଚମାନେ ହାଲେଲୁୟା, ହାଲେଲୁୟା। ଯଦି ଆମେ ଅଳ୍ପ ସତର୍କ ହେଇଯିବା ମର୍ଚ୍ଚମାନେ ଶୈତାନକୁ ବ୍ୟାଟ୍ ବଜାଇ ଦେବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯଦି ଆମେ ଅଳ୍ପ ସତର୍କ ହେଇଯିବା ଶୈତାନକୁ ଆମେ ତାର ରାସ୍ତାକୁ ବନ୍ଦ କରିଦେବା ମର୍ଚ୍ଚମାନେ, ତାର ଦଶା ଦିଶାକୁ ବଦଳାଇ ଦେବା। ଆପଣ ସେ ପାୱାର ଅଛି, ପାୱାର ଅଛି, ପାୱାର ଅଛି ଆପଣଙ୍କ ପାଖରେ। ଆପଣଙ୍କର ପାୱାର ଅଛି, ଶକ୍ତି ଅଛି, ଏଫର୍ଟ ଅଛି, ବଳ ଅଛି ମର୍ଚ୍ଚମାନେ। ଆପଣ କରିପାରିବେ। ଯୀଶୁଙ୍କ ବାକ୍ୟ ଦ୍ୱାରା ଆପଣ କରିପାରିବେ। ମୋର ପ୍ରିୟ ମା ମାନେ ଭଉଣୀ ମାନେ ଆପଣ କରିପାରିବେ। ଦିଶାକୁ ଦଶାକୁ ବଦଳାଇ ପାୱାର ଆପଣଙ୍କ ମୁଖରେ ଅଛି, ଆପଣଙ୍କ ହାତରେ ଅଛି। ଆପଣଙ୍କ ଆଉଟ ହେଇଯିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ବାକ୍ୟ ସତର୍କତା ଦିଏ, ପ୍ରଭୁଙ୍କ ବାକ୍ୟ ଶକ୍ତି ଦିଏ, ପ୍ରଭୁଙ୍କ ବାକ୍ୟ ସାହସ ଦିଏ, ପ୍ରଭୁଙ୍କ ବାକ୍ୟ ବଳ ଦିଏ, ପ୍ରଭୁଙ୍କ ବାକ୍ୟ ହାତୁଡ଼ି ଦିଏ। ସେ ହାତୁଡ଼ି ଯାଆନ୍ତୁ, ଶୈତାନକୁ ପ୍ରହାର କରନ୍ତୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ବେହେରାଗୁଡ଼ାରେ ଗୋଟେ 10 କିଲୋମିଟର ଦୂର ହବ ଆଉ ଗୋଟେ ଜାଗାରେ ଆମେ ପ୍ରାର୍ଥନା ପାଇଁ ଯାଇଥିଲୁ। ଆଉ ସେଠି ଆମେ ମେଡିସିନ ନେଇକି ଆସିବ କହିଲେ, ଆଉ ମେଡିସିନ ଦେଇ ପଡି ଯାଇଥିଲୁ। ଗୋଟେ ଭଉଣୀ ଆମକୁ ଫୋନ କରି ଡାକିଲେ। ଆମେ ଗଲୁ ସେ ଜାଗା ଯେତେବେଳେ ଦେଖିଲୁ ଆମର ଗୋଡ ପୁରା ଏତେ ବଡ ଫୁଲି ଯାଇଛି। ମର୍ଚ୍ଚମାନେ ପାପ ବେଶୀ ବଡ ଫୁଲି ଯାଇଛି। ଆଉ ପାଣି ଫୁଟକା ଗୁଡାକ ଏଡେ ବଡ ହେଇଯାଉଛି, ମାନେ ବଡ ଚାରିଆଡେ ପାଦ ଉପରେ ସବୁଆଡେ ପୁରା ଫୁଲିକି ଜମା ହେଇଯାଇଛି ପାଣି। ମର୍ଚ୍ଚମାନେ ଯେମିତି ହାତୀକୁ ଦେଖିଛ, ହାତୀ ପାଦ ଦେଖିଛ, ସେମିତି ତାର ପାଦ ହିଁ ଯାଇଛି। ରାତି ଦିନ ତାକୁ ନିଦ ନାହିଁ। ମର୍ଚ୍ଚମାନେ ଆମେ କହିଲୁ, ଭଉଣୀ କହିଲୁ, ଭଉଣୀକୁ କଣ ସୁସ୍ଥ ହେବାର ଇଚ୍ଛା କରୁଛ କି? ହଁ ବାବୁ, ଯଦି ନଥିଲା ଆମେ ଫୋନ କରି ଆପଣ ଡକାଇଥାନ୍ତେ କି? କହିଲେ ଠିକ ଅଛି, ଯଦି ସୁସ୍ଥ ହେବାର ଇଚ୍ଛା କରୁଛ ଆମେ ପ୍ରାର୍ଥନା କରିବୁ। ପ୍ରଭୁଙ୍କର ବାକ୍ୟକୁ ଆମେ କହିବୁ, ସେ ବାକ୍ୟକୁ ଧରବାର ଅଛି। ସେମାନେ ବିଜାତି ଥିଲେ, ବିଜାତି ପରିବାର। ମୁଁ ଇଞ୍ଜେକ୍ସନ ଦେବାକୁ ଆସିଛି, ଇଞ୍ଜେକ୍ସନ ଦେବି ନାହିଁ। ଔଷଧ ଦେବାକୁ ଆସିଛି, ଔଷଧ ଦେବି ନାହିଁ। ମୁଁ ପ୍ରାର୍ଥନା କରିବି, ତମେ ସୁସ୍ଥ ହବ। ଗୋଟେ ଟଙ୍କା ଲାଗିବ ନାହିଁ, ଗୋଟେ ଟଙ୍କା ଆପଣଙ୍କୁ ଦେବାକୁ ପଡିବ ନାହିଁ। ଆପଣ ପ୍ରଭୁଙ୍କ ବାକ୍ୟ ଶୁଣିବେ, ଆପଣ ଚମତ୍କାର ଆପଣଙ୍କ ଲାଇଫରେ ଆପଣ ଦେଖିବେ। ଏବେ ଚମତ୍କାର ଇମିଡିଏଟଲି ଆପଣ ଲାଇଫରେ ଚମତ୍କାର ଦେଖିବେ। ସେମାନେ କହିଲେ, ହଁ ବାବୁ, ମୁଁ ବିଶ୍ୱାସ କରୁଛି ଯେ ମୁଁ ସୁସ୍ଥ ହେବି। ତାପରେ ଆମେ ପ୍ରାର୍ଥନା ଷ୍ଟାର୍ଟ କଲୁ, ୱାର୍ସିପ ଷ୍ଟାର୍ଟ କଲୁ। ଆମେ ଜାଣିଛୁ ପ୍ରଭୁଙ୍କର ବାକ୍ୟ ଖଣ୍ଡକ ଅଟେ। ମୁଁ କହିଲି, ମାର୍ଗ ଦେଖ କହିଲି, ଏ ହାତକୁ ଉଠା। ପ୍ରଭୁଙ୍କର ବାକ୍ୟ ଖଣ୍ଡକ ଅଟେ। ଏମିତି ଧର, କୁଡ଼ା ଟିକେ ଧରୁଛ, ଆଉ ଯେତେବେଳେ ଉପରୁ ତଳକୁ ଯାଏ, ଆଉ ଗଛ ଯେତେବେଳେ କୁଡ଼ାରେ ଲାଗେ, ସେ ଗଛ ପନ୍ଥା ଫାଟି ଯାଏ। ମୁଁ କହିଲି, ଉପରକୁ ଉଠାଅ ହାତ। এই ହାତୁଡ଼ି ପ୍ରଭୁଙ୍କର ବାକ୍ୟ ଅଟେ। ଯେତେବେଳେ ଏ ବାକ୍ୟ, ଏ ହାତୁଡ଼ି ତମ ଗଣରେ ଯିବ, ସେ ଗଣରେ ଥିବା ଫୁଲା, ସେ ଗଣର ପାଣି ଗୁଡାକ ସବୁ କଣ ହବ? ଫାଟିକରି ଚାଲିଯିବ। ଆଉ ଇମିଡିଏଟଲି ତମର ବ୍ୟଥା ଚାଲିଯିବ, ଆଉ ତୋର ଫୁଲା ଚାଲିଯିବ। ମୁଁ ସେ ସମୟରେ ହାତ ଉଠାଅ, ଏମିତି କର, ମୁଁ ଯୀଶୁଙ୍କ ନାମରେ, ମୁଁ କହିଲି ଯୀଶୁଙ୍କ ନାମରେ, ସେ କହିଲେ ଯୀଶୁଙ୍କ ନାମରେ। ମୋର ହାତ ହାତୁଡ଼ି ଯାଉଛି, ମୋର ହାତ ହାତୁଡ଼ି ଯାଉଛି। এই ହାତୁଡ଼ି ଦ୍ୱାରା ମୁଁ ଯୀଶୁଙ୍କ ନାମରେ এই ଗଣ ଉପରେ ମୁଁ ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି। ସବୁ ରୋଗ ଯାଅ, ସବୁ ଫୁଲା ଯାଅ, ସବୁ ପାଣି ଫୁଟକା ଯାଅ, ଯୀଶୁଙ୍କ ନାମରେ ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁଛି, ପ୍ରହାର କରୁ 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 କରୁଛ। ମାନେ ଆମର 10 ମିନିଟ୍ ଯାଉଛୁ ମର୍ଚ୍ଚମାନେ, ଏମିତି ପ୍ରହାର ହେଲା, ଶୈତାନ ଉପରେ ପ୍ରହାର ହେଲା, ରୋଗ ଉପରେ ପ୍ରହାର ହେଲା, ପରିସ୍ଥିତି ଉପରେ ପ୍ରହାର ହେଲା, ସମସ୍ୟା ଉପରେ ପ୍ରହାର ହେଲା। ଆଉ ସେ ପ୍ରହାରରେ ପାଣି ଫୁଟକା ଫାଟି ଚାଲିଗଲା ମର୍ଚ୍ଚମାନେ। ହାଲେଲୁୟା,
ମର୍ଚ୍ଚ ତା ମାନେ ପ୍ରଭୁଙ୍କର ବାକ୍ୟ ଜୀବନ ଅଟେ କାର୍ଯ୍ୟ ସାଧନ ଅଟେ। ହାଲେଲୁୟା। ମତେ ମେଡିସିନ ଦେବାକୁ ପଡିଲା ନାହିଁ, ତା ମାନେ ପ୍ରଭୁଙ୍କର ବାକ୍ୟ ସୁସ୍ଥତା ଦିଏ। ହାଲେଲୁୟା ହାଲେଲୁୟା। ଲୋକମାନେ ହାତୁଡ଼ି ଉଦ୍ଦେଶ୍ୟ ନାହିଁ, ଏଟା ହାତୁଡ଼ି ଅଟେ, କାହିଁକି ଏଠି ପ୍ରଭୁଙ୍କର ବାକ୍ୟ ଅଛି। ଗୋଟେ ଭଲ କାମ ଯଦି ଆପଣଙ୍କ ହାତରେ ଥିବ, ସେ ହାତରେ ପ୍ରଭୁଙ୍କ ଶକ୍ତି ରହିବ। କିନ୍ତୁ ଆଜି ଲୋକମାନେ ଲାଞ୍ଚ ଦଉଛନ୍ତି ହାତରେ, ଏ ହାତକୁ ଖରାପ ବ୍ୟବହାର କରୁଛନ୍ତି, ଖରାପ ଲେଖାପড়ା କରୁଛନ୍ତି, এই হাতর অত্যাচার କରୁଛନ୍ତି, এই ହାତରେ ଅନେକ ପ୍ରକାର କାରବାର ଅଛି। କିନ୍ତୁ ଗୋଟେ ଉତ୍ତମ ହାତ କଣ କରିବ, କାମ କରିବା ଷ୍ଟାର୍ଟ କରିବ। ଯେତେବେଳେ ଯୀଶୁଙ୍କର ହାତ ସେ ରୋଗୀ ଆଡକୁ ଗଲା, ସେ ରୋଗୀ ପଥରରେ ଥିଲା, ସମାଜରୁ ବାହାର କରିଦେଲେ ଲୋକମାନେ ତାକୁ। କି ରୋଗରେ ସେ ଥିଲା? କୋଉ ବେମାରରେ ଥିଲା ସେ? କାହିଁକି ଲୋକମାନେ ତାକୁ ବାହାର କରିଦେଲେ ସମାଜରୁ? ଯେତେବେଳେ ଯୀଶୁ ସେଇ ଲୋକଙ୍କ ପାଖକୁ ଗଲେ, ସେ ବ୍ୟକ୍ତି କହୁଛି ନାଇଁ ପ୍ରଭୁ ମୋ ପାଖକୁ ଆସୁନାହିଁ, ନାଇଁ ପ୍ରଭୁ ମୋ ପାଖକୁ ଆସୁନାହିଁ, ନାଇଁ ପ୍ରଭୁ ମୋ ପାଖକୁ ଆସୁନାହିଁ। ସେ ପଛକୁ ଯାଉଛନ୍ତି, ଯୀଶୁ ଆଗକୁ ଯାଉଛନ୍ତି। ସେ ପଛକୁ ଯାଉଛି, ଯୀଶୁ ଆଗକୁ ଯାଉଛନ୍ତି। ପ୍ରେଜ୍ ଦ ଲର୍ଡ। ଦେହ ସାରା କପଡ଼ା ବନ୍ଧା ହେଇଛି, ଭୁଜ ବାହାରୁଛି, କଷ୍ଟରେ ଅଛି, ନିଦ ନାହିଁ, ସମସ୍ୟା ପରିସ୍ଥିତି ମଧ୍ୟରେ ଅଛି। କିନ୍ତୁ ଯୀଶୁ ତାକୁ ଗଲେ, ତାର ହାତକୁ ଧରିଲେ। ଯେତେବେଳେ ହାତ ଧରିଲେ, ତାର ଲାଇଫ ରୂପାନ୍ତରଣ ହେଇଗଲା ମର୍ଚ୍ଚ ମାନେ, ତା ଶରୀର ରୂପାନ୍ତରିତ ହେଇଗଲା ମର୍ଚ୍ଚ ମାନେ। ଯେତେବେଳେ ତାର ବଲ୍ବକୁ ଖୋଲା ଯାଉଛି, ତାର ପଟି ଖୋଲା ଯାଉଛି ମର୍ଚ୍ଚ ମାନେ। ଯୋଉ ହାତ ପୁଜ ହୋଇଯାଇଥିଲା, ଯୋଉ ହାତ ସରି ଯାଇଥିଲା, ଆଉ ନୂଆ ବୁଝୁଛି, ନୂଆ ହାତ ହଉଛି ମର୍ଚ୍ଚ ମାନେ। ଆଉ ସେ ନୂଆ ଶରୀର ମଧ୍ୟରେ ସେ ବାହାରିଲା ମର୍ଚ୍ଚ ମାନେ। देखला और हाथ में कोई रोग ना है, देखला तेरे हाथ में कोई पूजो ना है, तेरे हाथ में पूरा रेडी जाए से मोचो माने। Praise the Lord. Hallelujah. Hallelujah. तामने प्रभु को बात जो अपने हाथ में धरिबे, से हाथ जो अन्य को धरिबे, से लोग सुस्थता है जीवो। Praise the Lord. Hallelujah. कहीं जाने प्रभु को बात जो सुनो, प्रभु को बात जो तेरे में चालू हो, मोबाइल में चालू हो, और बड़े-बड़े जिनिस में तेरे चालू हो, जो जिनिस में शैतान को थोड़ा सा भार में चाले, विनाश में जिससे कि तो प्रभु को बात जो तेरे चालू हो, हम आनंद जीवन होते हैं। हालेलुया, हालेलुया। मुझे जीवन में, मुझे बात जो तुम्हें जाग जगत निमित्त जगत रे दस्ता दिस्ता को बदलेगा, ताबारे भागर सृष्टि को प्रभु देने मर्च माने। हालेलुया, हालेलुया।